ତ ଏମ୍ଆଇର ଘରେ ପଶି ହରାଇଦେଲୁ। ତ ରାଜସ୍ଥାନ ଦଳ ହରାଇଦେଲା ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାଚ୍ ନମ୍ବର 14ରେ ଆଇପିଏଲ୍ 2024ର। ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ଲଗାତାର 3ଟା ମ୍ୟାଚ୍ ହାରିଗଲାଣି ଚଳିତ ଆଇପିଏଲ୍ରେ। ଏହା ରାଜସ୍ଥାନ ରୟାଲର ଲଗାତାର 3ଟା ବିଜୟ ହେବ। ଦର୍ଶକ ବନ୍ଧୁମାନେ, ରାଜସ୍ଥାନ ରୟାଲ ଲଗାତାର 3ଟା ମ୍ୟାଚ୍ ଜିତିକି ପଏଣ୍ଟସ୍ ଟେବୁଲରେ ଶୀର୍ଷରେ ପହଞ୍ଚିଗଲା। ଏଣିକି ମୁମ୍ବାଇ ଇଣ୍ଡିଆନ୍ସ ନିଜ ହୋମ୍ ଗ୍ରାଉଣ୍ଡରେ ଯେମିତି ବ୍ୟାଟିଂ କରିଲା ସେମିତି ବୋଲିଂ ବି, ଦୁଇଟି ଯାକ ନିରାଶଜନକ। ଏମ୍ଆଇ ଦଳ 126 ରନ୍ର ଟାର୍ଗେଟ୍ ରଖିଥିଲା ଆର୍ଆର୍ ଆଗରେ, କିନ୍ତୁ ମୁମ୍ବାଇର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ଟା ହେଉଥିଲା। କିନ୍ତୁ ଦର୍ଶକମାନେ ହେଲେ ବି ଏମ୍ଆଇ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାକୁ ଟ୍ରୋଲ୍ କରିବାକୁ ପଛାଉନଥିଲେ ତାଙ୍କ କ୍ୟାପ୍ଟେନ୍ସି ପାଇଁ। ତ ରୋହିତ ଶର୍ମା ଶେଷରେ ଫ୍ୟାନ୍ସମାନଙ୍କୁ ନିବେଦନ କରିଲେ ଯେ ପାଣ୍ଡ୍ୟାକୁ ଟ୍ରୋଲ୍ ନ କରିବା ପାଇଁ। ଆଉ ମ୍ୟାଚ୍ରେ ଏମ୍ଆଇ ବୋଲର ଆକାଶ ମାଧୱାଲ ଭଲ କମ୍ବ୍ୟାକ୍ କରିଲେ ଏମ୍ଆଇ ପାଇଁ, ଆଉ 3ଟା ୱିକେଟ୍ ମଧ୍ୟ ନେଲେ। ଆଉ ମାପାହାଙ୍କା ଗୋଟିଏ ୱିକେଟ୍ ନେଲେ। ୟଶସ୍ୱୀ ଜୟସୱାଲ, ଜୋସ୍ ବଟଲର ଆଉ ସଞ୍ଜୁ ସ୍ୟାମସନ୍ 10 ରନ୍, 13 ରନ୍ ଆଉ 12 ରନ୍ କରିକି ଆଉଟ୍ ହେଲେ, ଆଉ ଶିକାର ହେଲେ ଆକାଶ ମାଧୱାଲର। ସେହିଭଳିଆ ଏମ୍ଆଇ ହାତରେ ମ୍ୟାଚ୍ଟି ପଳାଇ ଆସିଥିଲା, କହିଲେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରେସ୍ କନଫରେନ୍ସରେ। କିନ୍ତୁ 150-160 କରିଥିଲେ ଏମ୍ଆଇ ମ୍ୟାଚ୍ଟି ଜିତି ଯାଇଥାନ୍ତା, କହିଲେ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଭୁଲିଗଲେ ଯେ ରାଜସ୍ଥାନର ଯୁବା ଖେଳାଳି ରିୟାନ୍ ପରାଗ ବର୍ତ୍ତମାନ ତାଗଡ଼ା ଫର୍ମରେ ଅଛନ୍ତି, ଯେ 3ଟା ଛକା ଆଉ 5ଟା ଚୌକା ସହିତ 39 ବଲ୍ରେ 54 ରନ୍ କରିଲେ ଆଉ ଅପରାଜିତ ରହିଲେ। 5 ଓଭର ବାକି ଥାଉ ଥାଉ ରାଜସ୍ଥାନକୁ ଜିତାଇ ଦେଲେ ରିୟାନ୍ ପରାଗ 4 ୱିକେଟ୍ ହରାଇ। ରିୟାନ୍ ପରାଗ ଅରେଞ୍ଜ କ୍ୟାପ୍ ମଧ୍ୟ ପାଇଗଲେ। ବର୍ତ୍ତମାନ ବିରାଟ କୋହଲି ଆଉ ରିୟାନ୍ ପରାଗ ମିଳିତ ଭାବେ 181 ରନ୍ କରିସାରିଛନ୍ତି 3 ଇନିଂସରେ। ତ ହାର୍ଦ୍ଦିକ ଯେମିତି କହିଲେ 150-160 କରିଥିଲେ ଜିତି ଯାଇଥାନ୍ତା ଏମ୍ଆଇ, ସେହିଭଳିଆ ରିୟାନ୍ ପରାଗ ବି ସେହିଭଳି ବ୍ୟାଟିଂ କରି ଆର୍ଆର୍କୁ ଜିତାଇ ପାରିଥାନ୍ତେ 150-160 ଚେସ୍ କରେଇକି। ତ ଗୋଟେ ଆଡ଼େ ରାଜସ୍ଥାନ ଖେଳାଳି ସବୁ ଫର୍ମରେ ପଳାଇ ଆସିଲେଣି, ଅନ୍ୟପଟେ ଏମ୍ଆଇ ଦଳରେ ୟୁନିଟି ଦେଖିବାକୁ ମିଳୁନାହିଁ। ବୋଲିଂ, ଫିଲ୍ଡିଂ, ବ୍ୟାଟିଂ ସବୁ ଖରାପ ଯାଉଛି ଏମ୍ଆଇ ଦଳର। ଏମ୍ଆଇ ପୁରା ଶେଷରେ ଅଛି ପଏଣ୍ଟସ୍ ଟେବୁଲରେ। କ'ଣ ଲାଗୁଛି ଏମ୍ଆଇ ଦଳ କମ୍ବ୍ୟାକ୍ କରିବାରେ ସକ୍ଷମ ହେବ କି ନାହିଁ ଚଳିତ ଆଇପିଏଲ୍ରେ? ନିଶ୍ଚିତ ନିଜ ପ୍ରତିକ୍ରିୟା କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।